ଗାଁର ଉପରି ଭାଗରେ ଏକ ପୁରୁଣା ଜରାଜୀର୍ଣ୍ଣ ମହଲ ଥିଲା, ଯାହାକୁ ଲୋକମାନେ କାଳି ହାବେଳି ବୋଲି କହୁଥିଲେ। କୁହାଯାଏ ଯେ ରାତିରେ ସେଠାରେ ଅଜବ ଶବ୍ଦ ଶୁଣାଯାଏ, ଆଉ ସେଠାକୁ ଯାଇଥିବା କୌଣସି ଲୋକ ଏଯାଏ ଫେରି ନଥିଲେ। ଦିନେ ରାତିରେ ଗାଁର ଜଣେ ଯୁବକ ରମେଶ ନିଜ ସାଙ୍ଗମାନଙ୍କ ସହିତ ଏକ ବାଜି ପକାଇଲେ ଯେ ସେ କାଲି ହାବେଳିରେ ରାତି କଟାଇବେ। ରମେଶ ସାହସ ହୋଇ ନିଜ ବନ୍ଧୁମାନଙ୍କୁ ଦେଖାଇବା ପାଇଁ ମହଲ ଆଡ଼କୁ ଗଲେ। ସେ ମହଲରେ ପ୍ରବେଶ କରିବା ମାତ୍ରେ ଥଣ୍ଡା ପବନ ଅନୁଭବ କଲେ। ଚାରିଆଡ଼େ ଓଢ଼ିଆଣି ଚାଲ, କାନ୍ଥରେ ଅଜବ ଚିତ୍ର ଦେଖିବାକୁ ପାଇଲେ। ହଠାତ୍ ସେ ପାହାଚ ଉପରକୁ କେହି ଚାଲୁଥିବାର ଶୁଣିଲେ। ରମେଶ ସାହସ ସଂଗ୍ରହ କରି ପାହାଚ ଆଡ଼କୁ ଗଲେ। ସେ ଉପରକୁ ପହଞ୍ଚିବା ମାତ୍ରେ ଦେଖିଲେ ଯେ ତାଙ୍କ ସାମ୍ନାରେ ଏକ କଳା ଛାଇ ଛିଡ଼ା ହୋଇଛି, ଆଉ ସେହି ଛାଇ ଧୀରେ ଧୀରେ ତାଙ୍କ ଆଡ଼କୁ ଗତି କରିବାକୁ ଲାଗିଲା। ରମେଶଙ୍କ ଦେହ ଥରି ଉଠିଲା। ସେ ତଳ ମହଲାରୁ ଦୌଡ଼ି ପଳାଇ ଆସିଲେ। ଓହ୍ଲାଇବା ମାତ୍ରେ ଦେଖିଲେ ଯେ କବାଟ ଗୁଡ଼ିକ ଆପେ ଆପେ ବନ୍ଦ ହୋଇଯାଇଛି। ସେ ବାହାରକୁ ବାହାରିବାର ବାଟ ଦେଖିପାରିଲେ ନାହିଁ। ତାପରେ ସେହି ଛାଇର ସହ ପ୍ରତିଧ୍ୱନି ହେବାକୁ ଲାଗିଲା ଏବଂ ଅନ୍ଧାର ରମେଶକୁ ଘେରିଗଲା। ପରଦିନ ସକାଳେ ଗ୍ରାମବାସୀ କାଳି ହାବେଳିରେ ପହଞ୍ଚିବା ପରେ ସେମାନେ ରମେଶଙ୍କ ଜଳିଯାଇଥିବା ଶବକୁ ଦେଖିଲେ। କୁହାଯାଏ ଯେ ବର୍ତ୍ତମାନ ରମେଶଙ୍କ ଭୂତ ସେଠାରେ ବୁଲୁଛି ଏବଂ ରାତିରେ ତାଙ୍କର ଚିତ୍କାର ଶୁଣାଯାଉଛି। ବର୍ତ୍ତମାନ ସୁଦ୍ଧା କଳା ମହଲ ନିକଟରେ ଯିବାକୁ କେହି ସାହସ କରନ୍ତି ନାହିଁ।